ନମସ୍କାର, ଜୟ ଜଗନ୍ନାଥ। ସ୍ୱାଗତ କରୁଛୁ ଆମର ୟୁଟ୍ୟୁବ ଚ୍ୟାନେଲ ଇ ବେଦିକା କୁ। ଆଜି ଆମେ ଡିସ୍କସନ କରିବା ଓଡ଼ିଆର ପ୍ରାକ୍ଟିସ ସେଟ୍ ନମ୍ବର 11। ଚାଲନ୍ତୁ 1 ନମ୍ବର କ୍ୱେଶ୍ଚନ। ଯାହାଠାରୁ ଭୟ ମିଳେ ଆମକୁ କହିଛି ଏକ ପଦରେ ପ୍ରକାଶ କର। ଅପସନ ଅଛି ଭୟାନକ, ଭୟଭୀତ, ଭୀମ ଆଉ ଭୟବାନ। ତାହେଲେ ଯାହାଠାରୁ ଭୟ ମିଳେ ତାକୁ ଆମେ କଣ କହିବା? ଭୟାନକ କାହାକୁ କୁହାଯାଏ? ପ୍ରଥମେ ଦେଖିବା ଭୟାନକ। ଭୟାନକ ହେଲା ଯାହାଠାରୁ କାହାର ଭୟ ଜାତ ହୁଏ। ଠିକ ଅଛି, ଯାହାଠାରୁ ଭୟ ଜାତ ହୁଏ। କୁହନ୍ତିନି ମୁଁ ଦେଖିଲି ବହୁତ ଭୟାନକ ଦେଖା ହଉଥିଲା, ସେଟା ମାନେ କାହାର ଭୟ ଜାତ ହେଲେ ତାକୁ ଆମେ କହିବା ଭୟାନକ। କିନ୍ତୁ ଭୟ ଯାହାଠାରୁ ମିଳେ ତାକୁ ଆମେ କହିବା ଅପସନ ସି ଭୀମ। ରାଇଟ ଆନ୍ସର ଅପସନ ସି। ଭୟଭୀତ କଣ? ଯେ ନିଜେ ଡରିକି ଥାଏ, ଯେ ଡରିକି ଥାଏ। ପିଲାଟି ଭୂତକୁ ଦେଖି ଭୟଭୀତି ଅଛି, ଯେ ଡରିକି ଥାଏ ଭୟଭୀତ ତାକୁ କହନ୍ତି। ଠିକ ଅଛି। ଭୟବାନ କଣ? ସେମିତି କିଛି ନଥାଏ ୱାର୍ଡ। ଆମର 1 ନମ୍ବର ରାଇଟ ଆନ୍ସର ହେଇଗଲା ଅପସନ ସି ଭୀମ। ଠିକ ଅଛି। ତାପରେ 2 ନମ୍ବରକୁ ଯିବା। ମହତ୍ଵର ସନ୍ଧି ବିଚ୍ଛେଦ କର। ମହତ୍ଵ ଅଛି, ସନ୍ଧି ବିଚ୍ଛେଦ କରିବା କେମିତି? ଆମେ ଦୁଇଟି ପୂର୍ବପଦ ପରପଦ ମିଶେଇକି କରିବା। ତାହେଲେ ମହତ୍ଵକୁ ଦେଖନ୍ତୁ ଗୋଟେ ଦ୍ୱିତୀୟତ ଅଛି, ଦିଟା ତ ମହତ୍ ଯୁକ୍ତ ତ୍ଵ ହେଇଗଲେ ଆମର ସେଇଟା ହେଇଯିବ ମହତ୍ଵ। ଓକେ, ତାହେଲେ କୋଉ ଅପସନ ଅଛି ମହତ୍ ଯୁକ୍ତ ତ୍ଵ? ଅପସନ ଏ ର ଅଛି। ଅପସନ ଏ ହେଇଗଲା ରାଇଟ ଆନ୍ସର। 3 ନମ୍ବର କ୍ୱେଶ୍ଚନ। ପିଲାଟି ଡରି ଡରି ଧୀରେ ଧୀରେ ଯାଉଅଛି। ଏହି ବାକ୍ୟରେ କ୍ରିୟାର ଅନୁବନ୍ଧ ଚିହ୍ନଟ କର। ବଢିଆ କ୍ୱେଶ୍ଚନ। କ୍ରିୟାର ଅନୁବନ୍ଧ ଆମକୁ ପଚାରିଛି। ଯଦି ଆମକୁ କ୍ରିୟା ପଚାରିଥାନ୍ତା ତାହେଲେ କ୍ରିୟା ହେଇଥାନ୍ତା କୋଉଟା? ଯାଉଅଛିଟା ହେଇଥାନ୍ତା କ୍ରିୟା। ଯାଉଅଛି ହେଇଗଲା ଆମର କ୍ରିୟା। କ୍ରିୟାର ଅନୁବନ୍ଧ କଣ? ନା ଦୁଇଟା ଅଛି ଅନୁବନ୍ଧ। ଗୋଟେ ହଉଛି କର୍ତ୍ତାର ଅନୁବନ୍ଧ ଆଉ ଗୋଟେ ହଉଛି କ୍ରିୟାର ଅନୁବନ୍ଧ। ଅନୁବନ୍ଧ କହିଲେ କ୍ରିୟାକୁ ବା କର୍ତ୍ତାର ଅନୁବନ୍ଧ ହେଲେ କର୍ତ୍ତାକୁ ଯୋଉ ପଦ ବାକ୍ୟରେ ଅନୁବନ୍ଧ ବିବର୍ଦ୍ଧିତ କରିଥାଏ। ଦେଖନ୍ତୁ ଯାଉଅଛି କୋଉ ଭଳିଆ ଯାଉଅଛି? ନା ଡରି ଡରି ଧୀରେ ଧୀରେ ଯାଉଅଛି। ତ ଏଇ ଯୋଉ ଡରି ଡରି ଧୀରେ ଧୀରେ ଏଇ ଦୁଇଟି ଯାକ ହେଇଯିବ ଏହି ବାକ୍ୟରେ କ୍ରିୟା ଅନୁବନ୍ଧ। କୋଉ ଅପସନରେ ଅଛି? ନା ଆମର ଏଠି ଅପସନ ବି ଆଉ ଅପସନ ସି ଦୁଇଟି ଯାକ ରାଇଟ। ସେଗୁଡା କର୍ତ୍ତା ଅନୁବନ୍ଧ କଣ? ନା ଦରିଦ୍ର ଗରିବ ପିଲାଟି କିମ୍ବା ଦରିଦ୍ର ଅସହାୟ ପିଲାଟି, ଏଭଳିଆ କର୍ତ୍ତାକୁ ଯିଏ ବିବର୍ଦ୍ଧିତ କରିବ। ଆମର କ୍ରିୟା କଥା ଥିଲା, ଆମେ ଜାଣିଗଲେ କ୍ରିୟାର ଅନୁବନ୍ଧ କୋଉଟା ହେଲା ନା ଧୀରେ ଧୀରେ ଡରି ଡରି। ଓକେ, ଏଇ ଦୁଇଟି ଯାକ ହେଇଗଲା ଆମର ଏଇ ମାନେ ଅପସନ ବି ଆଉ ସି ହେଇଗଲା ରାଇଟ ଆନ୍ସର। ତାପରେ 4 ନମ୍ବର କ୍ୱେଶ୍ଚନ। ହସିବା ଦେହ ପାଇଁ ଭଲ। ତ ବାକ୍ୟରେ କ୍ରିୟାପଦ ଚିହ୍ନଟ କର। କ୍ରିୟାପଦ ଚିହ୍ନଟ କରିବାକୁ କହିଛି। ଆମେ କ୍ରିୟାପଦ କଣ? ନା କାର୍ଯ୍ୟସୂଚକ ପଦକୁ କ୍ରିୟାପଦ କହନ୍ତି। ତାହେଲେ ଏଇଠି ଆପଣ ଭାବୁଥିବେ ହସିବା ହିଁ ଗୋଟେ କାର୍ଯ୍ୟକୁ ଦେଖଉଛି, କିନ୍ତୁ ହସିବା ଏଠି କ୍ରିୟାପଦ ହବ ନାହିଁ। ଓକେ, ହସିବା ହବ ନାହିଁ। ହସିବା କଣ ହବ? ନା ଆଗେ କହିଦଉଛି କ୍ରିୟା କୋଉଟା। ତ ଏଠି କ୍ରିୟା ହେଇଯିବ ଅଟେ, ଯୋଉଟା କି ଉହ୍ୟ ଅଛି। ବାକ୍ୟରେ ବେଳେ ବେଳେ କର୍ତ୍ତା ଆଉ କ୍ରିୟା ଉହ୍ୟ ଥାଏ। ଆମକୁ ଉପଯୁକ୍ତି ମାନେ ଯୋଉଟା ଉପଯୁକ୍ତ ହବ ସେଇ ପ୍ରକାର କର୍ତ୍ତା ଆଉ କ୍ରିୟାକୁ ଭାବିବାକୁ ପଡେ। ହସିବା ଦେହ ପାଇଁ ଭଲ ଅଟେ, ଏଠି ଅଟେ ଉହ୍ୟ ଥିଲା। ତାହେଲେ ହସିବା କଣ? ନା ହସିବାଟା ଏଇଠି ହେଇଯାଉଛି କ୍ରିୟାବାଚକ ବିଶେଷ୍ୟ। ନାକୁ କ୍ରିୟା କିନ୍ତୁ ହେଲା ସିଏ ଗୋଟେ ବିଶେଷ୍ୟ। ଯୋଉଗୁଡା ନାମ ଧାତୁ କ୍ରିୟା, ନାକୁ ଧାତୁ ଅଛି କିନ୍ତୁ ସେଥିରେ ଧାତୁ ନାହିଁ, ନା ମାତ୍ର ଧାତୁ, ସେଟା ଶବ୍ଦରୁ ଗଠିତ। ଇଏ ସେଇଭଳିଆ ଅଛି ତାର କ୍ରିୟା କିନ୍ତୁ କ୍ରିୟାବାଚକ ବିଶେଷ୍ୟ ହେଇଗଲା ସେଟା, ଯୋଉଟା ଇଂଲିଶରେ ଜିରନ୍। କାହିଁକି? ନା ଯଦି ହସୁଅଛି କିମ୍ବା ନା ହସିବା କଣ ଚାଲ ହସିବା ଠିକ ହେଇଥିଲେ ସେ କ୍ରିୟା ହେଇଥାନ୍ତା, କିନ୍ତୁ ବାକ୍ୟର ସେନ୍ସ କୁ ବୁଝ। ହସିବା ଦେହ ପାଇଁ ଭଲ, ତାହେଲେ ଏଇଟା ନାକୁ ମାତ୍ର ଦେଖା ହଉଛି କ୍ରିୟା ଭଳିଆ, କିନ୍ତୁ ଏଇଟା ଗୋଟେ ବିଶେଷ୍ୟ। କଣ ଦେହ ପାଇଁ ଭଲ? ହସିବା ଦେହ ପାଇଁ ଭଲ। ତ ଏଇଟା ଆମର ବିଶେଷ୍ୟ ରୂପେ ବ୍ୟବହୃତ ହେଲା। ଠିକ ଅଛି। ତାପରେ 5 ନମ୍ବର କ୍ୱେଶ୍ଚନ। ଯଦି ବୁଝି ନ ପାଇଲେ କମେଣ୍ଟ କରନ୍ତୁ, ତୁରନ୍ତ ରିପ୍ଲାଏ ଦବୁ। ତାପରେ 5 ନମ୍ବର କ୍ୱେଶ୍ଚନ। ଶୁଦ୍ଧ ଶବ୍ଦଟି ଲେଖ। ଶବ୍ଦ କଣ ଅଛି? ଉଜ୍ଜଳ। ପ୍ରଥମେ ଉଜ୍ଜଳ ନା ଉଜ୍ଜ୍ୱଳ? ସେଟା ଉଜ୍ଜଳ ନୁହଁ, ଏଟା ତ ଉଜ୍ଜଳ ହେଇଗଲା। ଉଜ୍ଜଳ ହେଲା, ଡବଲ ଯୋ ଆସିବ। ରାଇଟ ଆନ୍ସର ହେଇଯିବ ଅପସନ ବି। ଓକେ, ସି ହବନି କିମ୍ବା ବି ହବନି। ତାପରେ 6 ନମ୍ବର କ୍ୱେଶ୍ଚନ। ଜ୍ଞାନୀର ବିପରୀତ ଶବ୍ଦ ଲେଖ। ବଢିଆ କ୍ୱେଶ୍ଚନ ଆଉ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଜ୍ଞାନୀର ଅଜ୍ଞାନୀ ହବ ନାହିଁ। ଠିକ ଅଛି।
ଅଜ୍ଞାନୀ ଯଦି ହବ ନାହିଁ ଇଏ ବି ହର୍ଷେଇକାର ହବ ନାହିଁ, ଅନଜ୍ଞାନୀ ବି ନୁହଁ, ତାହେଲେ ଜ୍ଞାନୀର କଣ ଅଜ୍ଞାନ, ଦୀର୍ଘଇକାର ଦେଖିକି ଅଜ୍ଞାନୀ ମାରିଦେବେ ନାହିଁ, ଜ୍ଞାନୀର ହେଇଯିବ ଅଜ୍ଞାନ। ଠିକ ଅଛି, ଯୋଉଟା ଗୁଣୀର ନିର୍ଗୁଣ, ନିର୍ଗୁଣୀ ନୁହଁ, ଯୋଉଟା ଜ୍ଞାନୀର ଅଜ୍ଞାନ, ଏଇଭଳିଆ କ୍ୱେଶ୍ଚିନ୍ ଗୁଡାକ ମନେ ରଖିବେ। ଠିକ ଅଛି, ତାପରେ 7 ନମ୍ବର କ୍ୱେଶ୍ଚିନ୍, ସିଂହ, ସର୍ପ, ବାନର, ମୟୂର ବୁଝାଉଥିବା ଶବ୍ଦଟି ଲେଖ। ତାହେଲେ ଗୋଟିଏ ଶବ୍ଦ କିନ୍ତୁ ସିଏ ସିଂହ, ତାକୁ କହିଲେ ସିଂହ ବି ବୁଝା ହବ, ସର୍ପ ବି ବୁଝା ହବ, ବାନର ବୁଝା ହବ, ମୟୂର ବୁଝା ହବ। ଦେଖନ୍ତୁ ଓଡିଆରେ ଏଇଭଳିଆ ୱାର୍ଡ ଅଛି ଯେ ଗୋଟିଏ ୱାର୍ଡ ବହୁତ ପ୍ରକାର ୱାର୍ଡ କୁ କଣ ତା ମିନିଂ ବୁଝଉଛି। ଢଗ ବି ବହୁତ ଅଛି, ଗୋଟେ ଜାଣିଥିବେ, ଦେଖ ରେ ନଳିନୀ, ନଳିନୀ, ନଳିନୀରେ ପୂରିତ, ଭ୍ରମରେ ଭ୍ରମନ୍ତି, ଭ୍ରମରେ ଅଭ୍ରମିତ। ତ ସେଇଠି ନଳିନୀ ହେଲା ପଦ୍ମ, ନଳିନୀ ହେଲା ପୋଖରୀ, ବହୁତ ପ୍ରକାର ଉପତାର ହେଇପାରିଲା। ସେଇ କ୍ୱେଶ୍ଚିନ୍ ଏଇଭଳିଆ ପଚାରିଛି, ମାନେ ଯୋଉଟା କି ସିଂହ ହବ, ସର୍ପ ହବ, ବାନର ହବ, ମୟୂର ହେବ। ଓକେ, ତାହେଲେ କୋଉ ଆନ୍ସର ନା ସ୍ୱର, ନା ରାଗ, ନା ସୁର, ନା ହରି। ରାଇଟ ଆନ୍ସର ହେଲା ଅପସନ ଡି, ହରି। ଠିକ ଅଛି, ହରି ଆଉ କଣ ବି ବିଷ୍ଣୁ, ଇନ୍ଦ୍ର ଏମାନଙ୍କୁ ବି ସବୁ ହରି କୁହାଯାଏ। ବୁଝିହେଲା, ହରି କହିଲେ ସିଂହ, ହରି କହିଲେ ସର୍ପ, ହରି କହିଲେ ବାନର, ହରି କହିଲେ ବି ମୟୂର ହେଇପାରିବ। ସ୍ୱର କାହାର ପ୍ରତିଶବ୍ଦ ଅଟେ? ସ୍ୱର କହିଲେ ଆମେ ପୋଖରୀକୁ ବୁଝନ୍ତି, ପୋଖରୀକୁ ଆମେ ସ୍ୱର ବୋଲି କହନ୍ତି। ଠିକ ଅଛି, ଆଉ ରାଗ, ରାଗ କଣ ଖାଇବା ରାଗ ବି ହବ, ତା ସହିତ କ୍ରୋଧ ହବ, ରାଗିବା କ୍ରୋଧ ହବ। ସ୍ୱର ହବ, ରାଗ ସ୍ୱର କହନ୍ତି ରାଗିଣୀ। ଠିକ ଅଛି, ସ୍ୱର ବି ହବ। ସୁର କଣ? ସୁର ହେଇଯିବ କଣ? ସୁର ବି ସେଇଟା, ସୁର ବି ହେଇଯିବ କଣ ଆମର ସ୍ୱର। ଓକେ, ସ୍ୱର ଆଉ ଦେବତା, ସୁରଙ୍କୁ ଦେବତା ମାନଙ୍କୁ ସୁର ଲୋକ କହନ୍ତି। ଠିକ ଅଛି, 7 ନମ୍ବର ଅପସନ ଡି ହେଇଗଲା। ଏବେ 8 ନମ୍ବରକୁ ଯିବା। ରାମ କହିଲା ପୃଥିବୀ ସୂର୍ଯ୍ୟ ଚାରି ପାଖରେ ଘୁରୁଅଛି। ରାମ କଣ କହିଲା ନା ପୃଥିବୀ ସୂର୍ଯ୍ୟ ଚାରି ପାଖରେ ଘୁରୁଅଛି। ଏହାକୁ ପରୋକ୍ଷ ଉକ୍ତିରେ ପ୍ରକାଶ କର। ତାହେଲେ ଉକ୍ତିଟି କୋଉ ଉକ୍ତିରେ ଅଛି ନା ଉକ୍ତିଟି ଆମର ଅଛି ପ୍ରତ୍ୟକ୍ଷ ଉକ୍ତିରେ। ଠିକ ଅଛି, ପ୍ରତ୍ୟକ୍ଷ ଉକ୍ତି କଣ ନା ରାମ ନିଜେ ଯୋଉଟା କହିଥିବ, ରାମ ଏଇଟା କହିଛି, ଆମକୁ ଏବେ ପରୋକ୍ଷ କରିବାର ଅଛି। ତା ମାନେ କଣ? ଆମେ କହିବା ଯେ ଆମ ଭାଷାରେ ରାମ କଣ କହିଲା। ତା ପୂର୍ବରୁ କହି ରଖେ ପୃଥିବୀ ସୂର୍ଯ୍ୟ ଚାରି ପାଖରେ ଘୁରୁଛି, ଏଇଟା ଆମର ୟୁନିଭର୍ସାଲ ଫ୍ୟାକ୍ଟ। ପୃଥିବୀ ସବୁବେଳେ ଘୁରିବ। ଧର ରାମ କହିଥାନ୍ତା ଆଜି ବର୍ଷା ହଉଛି, ତ ସେଇଟା କଣ ଆମେ ଚେଞ୍ଜ କରିଥାନ୍ତେ। ସେ ସେତେବେଳେ କହୁଥିଲା, ଆମେ କହୁଥିବା ସେତେବେଳେ ବର୍ଷା ହଉଥିଲା ସେଦିନ। କିନ୍ତୁ ପୃଥିବୀ ସୂର୍ଯ୍ୟ ଚାରିପାଖେ ଘୁରୁଛି, ରାମ ବି ଯାହା କହିବ ଆମେ ବି ସେୟା କହିବ, କାରଣ ଏଗୁଡାକ ସବୁ ୟୁନିଭର୍ସାଲ ଫ୍ୟାକ୍ଟ। ଯୋଉଭଳିଆ ତେଲ ଜଳ ଉପରେ ଭାସେ, ତେଲ ଭାସିବ, ଆମେ ତାକୁ ଯାହାବି କଲେ ସିଏ ବୁଡିବ ନାହିଁ। ପୃଥିବୀ ସୂର୍ଯ୍ୟ ଚାରି ପାଖରେ ଘୁରୁଛି ମାନେ ଘୁରିବ, ଏଗୁଡା ୟୁନିଭର୍ସାଲ ଫ୍ୟାକ୍ଟ। ଆମେ ଆର କୌଣସି ଚେଞ୍ଜ କରିପାରିବା ନାହିଁ। ସେଇଥିପାଇଁ ଏଥିରେ କୌଣସି ଚେଞ୍ଜ ହବ ନାହିଁ, ଖାଲି ଗୋଟେ କନେକ୍ଟର ବସିବ। ରାମ କହିଲା ଯେ ପୃଥିବୀ ସୂର୍ଯ୍ୟ ଚାରି ପାଖରେ ଘୁରୁଅଛି। ଅପସନ ଗୁଡିକ ପ୍ରଥମେ ଦେଖିବା। ଠିକ ଅଛି, ରାମ କହିଲା ପୃଥିବୀ ସୂର୍ଯ୍ୟ ଚାରି ପାଖରେ ଘୁରୁଥିଲା, ପ୍ରଥମେ ତ ଭୁଲ, ଆମେ ଚେଞ୍ଜ କରିପାରିବା ନାହିଁ, ଯେହେତୁ ବାକ୍ୟଟି ଆମର କଣ ୟୁନିଭର୍ସାଲ ଫ୍ୟାକ୍ଟ ହେଲା। ରାମ କହିଲା ପୃଥିବୀ ସୂର୍ଯ୍ୟ ଚାରି ପାଖରେ ଘୁରୁଅଛି କି? ସେ ତ କୌଣସି ପ୍ରଶ୍ନ ପଚାରିନି। ରାମ କହିଲା ଯେ ପୃଥିବୀ ସୂର୍ଯ୍ୟ ଚାରି ପାଖରେ ଘୁରୁଅଛି, ଯୋଉଟା ମୁଁ କହୁଥିଲି, ଖାଲି ଗୋଟେ ଯେ ଲଗା ହବ। ଠିକ ଅଛି, ରାଇଟ ଆନ୍ସର ହେଇଯିବ ଅପସନ ସି। ଇଏ ବି ହବ ନାହିଁ, ଏଠି ଗୋଟେ କଣ ଆସିଲାଣି, ଏଟା ତ ହବନି। ବୁଝିହେଲା କଣ ପାଇଁ କିଛି ଚେଞ୍ଜ ହେଲାନି ଏଇଠି? କାହିଁକି ନା ଏଟା ଗୋଟେ ୟୁନିଭର୍ସାଲ ଫ୍ୟାକ୍ଟ। ରାମ ପାଇଁ ବି ଘୁରୁଛି, ଆମ ପାଇଁ ବି ଘୁରୁଛି, କାରଣ ପୃଥିବୀ ହିଁ ଘୁରୁଛି ସୂର୍ଯ୍ୟ ଚାରି ପାଖେ। ଓକେ, ତାପରେ 9 ନମ୍ବର କ୍ୱେଶ୍ଚନ କୁ ଯିବା। ପୁନଃ ପୁନଃ ଜଳୁଥିବା, ଏକ ପଦରେ ପ୍ରକାଶ କର। ଏକ ପଦ ଆସୁଛି। ଓକେ, ପୁନଃ ପୁନଃ ଜଳୁଥିବା ମାନେ କଣ? ଜାଜଲ୍ୟ ନା ଜ୍ୱଳନ୍ତ ନା ଜାଜଲ୍ୟମୟ ନା ଜାଜଲ୍ୟମାନ। ତାହେଲେ ପୁନଃ ପୁନଃ ଟା କଣ ହେଇଯିବ ନା ଜାଜଲ୍ୟମାନ। ରାଇଟ ଆନ୍ସର ହେଇଯିବ ଅପସନ ବି। ଓକେ, ତାପରେ 10 ନମ୍ବର କ୍ୱେଶ୍ଚନ, ଗୁଣର ବିପରୀତ ଶବ୍ଦ ଲେଖ। ପୁଣି ଆସିଲା, ଏଇଟା ବି ଇମ୍ପୋର୍ଟାଣ୍ଟ। ଯୋଉଟା ଇମ୍ପୋର୍ଟାଣ୍ଟ କହୁଛି ବେଶୀ ମନେ ରଖନ୍ତୁ। ଗୁଣର ବିପରୀତ ଶବ୍ଦ କଣ ହେଇଯିବ? ଗୁଣୀ, ଦୋଷ, ଅଗୁଣ ନା ନିର୍ଗୁଣ। ଗୁଣର ହେଇଯିବ ବିପରୀତ ଶବ୍ଦଟା ଦୋଷ। ଠିକ ଅଛି, ଏଇ ଯୋଉ ନିର୍ଗୁଣ ଅଛି, ଇଏ କାହାର ବିପରୀତ ଶବ୍ଦ? ଏଇ ଗୁଣୀର। ଗୁଣୀ ଯଦି ଥାନ୍ତା ତାହାର ହେଇଥାନ୍ତା, ଏଠି ଦୁଇଟା କ୍ୱେଶ୍ଚନ କହିଲି ଇମ୍ପୋର୍ଟାଣ୍ଟ। ଯଦି ଗୁଣୀ ଥାନ୍ତା ତାହାର ହେଇଥାନ୍ତା ନିର୍ଗୁଣ, ନିର୍ଗୁଣୀ ହୋଇନଥାନ୍ତା। ଠିକ ଅଛି, ଏଠି ଗୁଣ ଥିଲା ବୋଲି ତାର ଦୋଷ ହେଲା। 11 ନମ୍ବର କ୍ୱେଶ୍ଚନ କୁ ଯିବା। ପ୍ରବାଦ କାହାର ପ୍ରତିଶବ୍ଦ ଅଟେ? ପ୍ରବାଦ କାହାର ପ୍ରତିଶବ୍ଦ ଅଟେ? କାନ, ରାଗ, ଯୋଗ, ଦେବତା। ପ୍ରବାଦ କହିଲେ ଆମେ କାନକୁ ବୁଝିବା, ତ ପ୍ରବାଦ ହେଲା କାନର ପ୍ରତିଶବ୍ଦ। ଶ୍ରୁତି, ଶ୍ରବଣ ଏସବୁ ବି କାନର ପ୍ରତିଶବ୍ଦ ଅଟେ। ଶ୍ରୁତି, ଶ୍ରବଣ, କିମ୍ବଦନ୍ତୀ। ଟିକେ ରାଗ, ରାଗ କାହାର ପ୍ରତିଶବ୍ଦ? କ୍ରୋଧର।
ବା ସ୍ୱରର କହିଥିଲେ ଟିକେ ଆଗରୁ। ଯୋଗ, ଯୋଗ କଣ? ମିଳନ, ଯୋଗ ହବା ବା ମିଳନ, ସମ୍ପର୍କ। ଆଉ ଜଣେ ଯୋଗ କରନ୍ତି ଲୋକ ସକାଳୁ, ସେଟା କଣ କୁହନ୍ତି? ତପସ୍ୟା। ଯୋଗ ବି ତପସ୍ୟା ହେଇପାରିବ। ଯୋଗ ଶୁଭ କାଳ, ଆଜି ଯୋଗ ଅଛି ମାନେ ଶୁଭ କାଳ, ଶୁଭ କାଳକୁ ବି ଯୋଗ କୁହାଯାଏ। ଲୋକ ଯୋଗ ଦେଖିକି ସବୁ କଣ ଭଲ କାମ କରନ୍ତି, ତ ଶୁଭ କାଳ ସେଇଟା। ଦେବତା, ଦେବତାଙ୍କର ତ ଦେବ ହବ, ଅମର, ତ୍ରିଦଶ, ସୁର, ବିବୁଧ, ଦିବିଶଦ ଏସବୁ ହେଇଯିବ ଦେବତାର। ଠିକ ଅଛି, 11 ନମ୍ବର ଗଲା। 12 ନମ୍ବର କ୍ୱେଶ୍ଚିନ୍ କୁ ଯିବା। ଶୁଦ୍ଧ ଶବ୍ଦଟି ବାଛ। ଶୁଦ୍ଧ ଶବ୍ଦ ଆସିଛି, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଶୁଦ୍ଧ ଶବ୍ଦ ଧୂମ୍ରପାନ ନା ଧୂମପାନ? এই କ୍ୱେଶ୍ଚିନ୍ ଟା ବୋଧେ ବହୁତ 3-4ଟା ଏକ୍ସାମ ରେ ରିପିଟ ହେଇଛି। ଠିକ ଅଛି, ତାର ଧୂମ୍ରପାନ, ଧୂମ୍ରପାନ ନା ଧୂମପାନ? ଧୂମ୍ରପାନ ନୁହଁ ସିଏ, ଓକେ, ସେଟାକୁ ଧୂମପାନ କହନ୍ତି, କିନ୍ତୁ ଲୋକମାନେ କୁହନ୍ତି ଧୂମ୍ରପାନ, ଦେହ ପ୍ରତି କ୍ଷତିକାରକ। ଆକ୍ଚୁଆଲି ସେଟା ଧୂମପାନ। ଧୂମପାନର ପୁଣି କୋଉଟା କରେକ୍ଟ ହବ? ସି ହବ ନା ଡି ହବ? ଏଥିରେ ଦୀର୍ଘ ଉକାର, ଏଥିରେ ହର୍ଷ ଉକାର, ସେଇଟା ହବ ଆମର ଦୀର୍ଘ ଉକାର। ଓକେ, ଅପସନ ସି ହେଇଯିବ ଏଠି ରାଇଟ ଆନ୍ସର। ତାପରେ 13 ନମ୍ବର କ୍ୱେଶ୍ଚିନ୍, କାତର ହେବା ଅର୍ଥ ପ୍ରକାଶ କରୁଥିବା ରୂଢିଟି ଲେଖ। କାତର ହବାର ଅର୍ଥ ପ୍ରକାଶ କରୁଥିବା ରୂଢି। କପାଳ ଫାଟିବା, କାନ ଡେରିବା, କାନରେ ହାତ ଦେବା ବା କାଠ ହୋଇଯିବା। ରାଇଟ ଆନ୍ସର ହବ କାଠ ହୋଇଯିବା, ଅପସନ ଡି। ଡରିକି କାଠ ହେଇଗଲାଣି, ମାନେ ପିଲାଟା ଏତେ ଡରି ଯାଇଛି ଯେ ସେ ପୁରା କାଠ ହେଇଗଲାଣି, ଯୋଉଟା କି କାତର ହେଇଯିବା କହନ୍ତି। ତାପରେ ଯୋଉ କାନରେ ହାତ ଦେବା, ସେଟା ମାନେ କଣ? ବିସ୍ମୟ ପ୍ରକାଶ କରିବା। କିଛି ଗୋଟେ ବିସ୍ମୟକର କଥା ଶୁଣିଲେ ଆମେ କାନରେ ହାତ ଦେଇ ଦିଅନ୍ତିନି, ମାନେ ବିସ୍ମୟ ପ୍ରକାଶ କରନ୍ତି, ଓ କଣ ହେଲା। କାନ ଡେରିବା କଣ? ନା କାନ ଡେରିବା ହଉଛି ଅନ୍ୟର କଥାବାର୍ତ୍ତାକୁ ଲୁଚିକି ଶୁଣିବା। ମୋ ଘର ଆଗରେ ସେ କାନ ଡେରୁଛି, ମାନେ କଣ? ଲୁଚିକି କଥାବାର୍ତ୍ତା ଅନ୍ୟର ଶୁଣିବା। ଆଉ କପାଳ ଫାଟିବା କଣ? ସର୍ବନାଶ ହେବା। କପାଳ ଫାଟିବା ଅର୍ଥ ହେଇଗଲା ସର୍ବନାଶ ହବା। ଠିକ ଅଛି, ତାପରେ 14 ନମ୍ବର କ୍ୱେଶ୍ଚିନ୍ କୁ ଯିବା। ଠିକ ଅଛି, କାଲି ସନ୍ଧ୍ୟା ବେଳକୁ ଆସିବ। କାଲି ସନ୍ଧ୍ୟା ବେଳକୁ ଆସିବ। ଆମକୁ ପଚାରିଛି କଣ? ରେଖାଙ୍କିତ ପଦର, ରେଖାଙ୍କିତ ପଦର ବିଭକ୍ତି କଣ ହେବ? ପ୍ରଥମେ ବିଭକ୍ତିର କ୍ୱେଶ୍ଚିନ୍ ଆସିଲା ମାନେ ଆଖି ବୁଝିକି ଚିହ୍ନକୁ ଦେଖିବ। ଚିହ୍ନ ଗୁଡିକ ମୁଁ କହି ରଖୁଛି। ପ୍ରଥମ ବିଭକ୍ତିର ଟି ଟା ଟିଏ, ଦ୍ୱିତୀୟର କୁ କୁ ମାନଙ୍କୁ, ତୃତୀୟର ରେ ଦ୍ଵାରା ଦେହି, ଚତୁର୍ଥୀର କୁ ମାନଙ୍କୁ, ପଞ୍ଚମୀର ରୁ ଠାରୁ ମାନଙ୍କ ଠାରୁ, ଷଷ୍ଠୀର ସମ୍ବନ୍ଧ ହେଇଯିବ ସମ୍ବନ୍ଧ ପଦ ଷଷ୍ଠୀ ର, ଆଉ ସପ୍ତମୀର ରେ ଦ୍ଵାରା ଦେହି। ତାହେଲେ ଆମର ଏଠି କୁ ଅଛି, ଦ୍ୱିତୀୟରେ ବି ହୋଇପାରିବ କୁ, ଆଉ ଚତୁର୍ଥୀରେ ବି କୁ ହେଇପାରିବ। ଠିକ ଅଛି, ଆମେ କେମିତି ଜାଣିବା ଏଟା ଦ୍ୱିତୀୟ ହବ କି ଚତୁର୍ଥୀ ହବ? ସବୁଠୁ ଭଲ ଉପାୟ, ଚତୁର୍ଥୀ ବିଭକ୍ତିର ଜମାରୁ 6ଟା ଅର୍ଥ ଅଛି। ସେଇ 6ଟା ଛଡା ଚତୁର୍ଥୀ ବିଭକ୍ତି ଆଉ କୋଉଠି ହୁଏ ନାହିଁ। ହେଲା, ଏଇଟା ଗୋଟେ ଟ୍ରିକ୍ ଭାବେ ମନେ ରଖ, କାରଣ ଏଇ ଦିଟା ଦ୍ୱିତୀୟ ଚତୁର୍ଥୀରେ କନଫ୍ୟୁଜନ ହୁଏ। ଚତୁର୍ଥୀର ଜମାରୁ 6ଟା ଅଛି, ଆପଣ ତାକୁ ମନେ ରଖିଦେବେ, ଆଉ ଯାହା ବଳିଲା ସବୁ ଦ୍ୱିତୀୟର। ଦ୍ୱିତୀୟ ମନେ ରଖିବା ଦରକାର ନାହିଁ, ଚତୁର୍ଥୀ ଖାଲି ମନେ ରଖନ୍ତୁ। କଣ କଣ ସେ ଅର୍ଥ ଗୁଡିକ? ନା ସମ୍ପ୍ରଦାନ, ସମ୍ପ୍ରଦାନ ଚତୁର୍ଥୀ, ନିମିତ୍ତ, ନିବାରଣ, ରୁଚିବା ଅର୍ଥରେ ହୁଏ, ସମ୍ମାନ ଅର୍ଥରେ ହୁଏ, ଆଉ ଯୋଗ୍ୟ ଅର୍ଥରେ ହୁଏ। ଏଇ ଯୋଉ 6ଟି କହିଲି, ସମ୍ପ୍ରଦାନ, ନିମିତ୍ତ, ନିବାରଣ, ରୁଚିବା, ସମ୍ମାନ, ଯୋଗ୍ୟ, ଏଇ 6ଟିରେ କେବଳ ଚତୁର୍ଥୀ ହୁଏ, ନହେଲେ ତୃତୀୟା। ସନ୍ଧ୍ୟା ବେଳକୁ କଣ? ସମ୍ପ୍ରଦାନ କଣ? ଦାନାର୍ଥେ। ଏଠି କଣ କିଛି ଦାନ ଦେଖେଇଲା? ନା। ନିମିତ୍ତ କଣ? ସନ୍ଧ୍ୟା ବେଳକୁ ନିମିତ୍ତ ହେଲା? ନା। ନିବାରଣ କଣ? ମ୍ୟାଲେରିଆକୁ କୁଇନାଇନ୍, କିମ୍ବା କାହାକୁ କୋଉଟା ନିବାରଣ କରିବ? ପାଣିକୁ ଜଳ, ଯୋଉ ନିଆଁକୁ ପାଣି, ସେଇଟା ହେଲେ ନିବାରଣ ହୁଏ, ସେଟା ବି ଦେଖଉନି। ରୁଚିବା, ଜରୁଆ ପାଟିକୁ ଆଚାର ଭଲ ଲାଗେ, ତ ଏଠି ବି ରୁଚିବା ନାହିଁ। ଠିକ ଅଛି, ତା ସହିତ ସମ୍ମାନ, ଗୁରୁଙ୍କୁ ପ୍ରଣାମ, ଏଠି ସମ୍ମାନ ଦେଖେଇଲା। ଯୋଗ୍ୟ ସେଇଭଳିଆ, ତ ଏଠି କିଛି ଦେଖେଇଲାନି, ସେଥିପାଇଁ ଏଟା ଦ୍ୱିତୀୟ ହେଇଗଲା। ଦ୍ୱିତୀୟ କୋଉ ଅର୍ଥରେ ହେଲା? ନା ଅଧିକରଣ କାରକରେ ବେଳେ ବେଳେ ଦ୍ୱିତୀୟ ହୁଏ, କାରଣ ଏଠି ଗୋଟେ ସମୟ ଅଛି। ସମୟ ଅଛି ବୋଲି ଭାବିକି ଚିହ୍ନ ତ ଦ୍ୱିତୀୟର ଅଛି ନା, ଦ୍ୱିତୀୟ ବିଭକ୍ତି ହବ, ଅର୍ଥଟା ହେଇଯିବ ଅଧିକରଣ କାରକ ସ୍ଥାନରେ ଦ୍ୱିତୀୟ ବିଭକ୍ତି ହୁଏ। ବୁଝି ହେଲା ଭଲସେ? ଏବେ ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। 15 ନମ୍ବର କ୍ୱେଶ୍ଚିନ୍, ପାପିର ବିପରୀତ ଶବ୍ଦ ଲେଖ। ଇମ୍ପୋର୍ଟାଣ୍ଟ, କାହିଁକି ନା ପାପିର ଅପାପି ନୁହଁ, ପାପ ତ ନୁହଁ, ଆଇଦର ନିଷ୍ପାପ ନହେଲେ ନିଷ୍ପାପୀ। କଣ ହବ? ନିଷ୍ପାପୀ ହବ ନାହିଁ, ନିଷ୍ପାପ ହବ। ଏଇଭଳିଆ କ୍ୱେଶ୍ଚିନ୍ ଗୁଡାକ ଇମ୍ପୋର୍ଟାଣ୍ଟ ପଡେ। 15 ନମ୍ବର ରାଇଟ ଆନ୍ସର ହେଇଯିବ ଅପସନ ସି, ପାପିର ନିଷ୍ପାପ। ଠିକ ଅଛି, ତାପରେ 16 ନମ୍ବର କ୍ୱେଶ୍ଚିନ୍,
ସୀତା ଖାଇସାରି ନିଆଁ ପିଉଛି, ବାକ୍ୟରେ କାହାର ଅଭାବ ରହିଛି? ଦେଖୁ ଦେଖୁ ଜାଣିଦେବେ। ଖାଇସାରିକି କଣ ନିଆଁ ପିଅନ୍ତି? ନିଆଁ କଣ ଜଣେ ଲୋକ ପିଇ ପାରିବ? ତାହେଲେ କଣ ଅଭାବ ଅଛି? ଏଠି ଯୋଗ୍ୟତା ଅଭାବ ଅଛି। ଠିକ ଅଛି। ଅପସନ ବି, ବାକ୍ୟରେ 3 ପ୍ରକାର ଅଭାବ ରହେ, ଲକ୍ଷଣ ଯୋଉଟା କହନ୍ତି। ଆକାଂକ୍ଷା, ଆସ୍ୟତି, ଯୋଗ୍ୟତା। ଲକ୍ଷଣ ତ ନଥାଏ, ଲକ୍ଷଣ ହିଁ 3 ପ୍ରକାର, ଆକାଂକ୍ଷା, ଯୋଗ୍ୟତା, ଆସ୍ୟତି। ଏଇ ବାକ୍ୟରେ ଯୋଗ୍ୟତା ଦେଖିଲେ ଆକାଂକ୍ଷା କଣ ନା ଅଧା ଥିବ, ଯଦି ଥାନ୍ତା ଏଠି ସୀତା ଖାଇସାରି ତ କାହାକୁ ଗୋଟେ ଅପେକ୍ଷା କରିଥାନ୍ତା, ସେଇଟା ହେଇଥାନ୍ତା ଆକାଂକ୍ଷା। ଏଠି ଆକାଂକ୍ଷା ହବନି। ଆସ୍ୟତି କଣ ଅସଜଡା ହେଇକି ଥିବ, ଧର ଥିବ ନିଆଁ ଖାଇସାରି ସୀତା ପିଇଲା, ତ ଅସଜଡା ହେଇକି ଥିଲେ ତାକୁ ସତୀ କହନ୍ତି। ଏଠି ଆମର ଯୋଗ୍ୟତାର ଅଭାବ ଅଛି। ଅପସନ ବି ହେଇଗଲା ରାଇଟ 16 ନମ୍ବରର, ସି ନୁହଁ। ତାପରେ 17 ନମ୍ବର କ୍ୱେଶ୍ଚେନ, ଉନ୍ନତିର ସନ୍ଧି ବିଚ୍ଛେଦ କର। କୁ ଆମେ ପୂର୍ବପଦ ପରପଦ ରୂପେ ଭାଙ୍ଗିବା। ଉନ୍ନତିର ହେଇଯିବ, ମୁଁ ଲେଖି ଦଉଛି, ଉତ୍ ଯୁକ୍ତ ନତି। ଠିକ ଅଛି। ଅପସନ ଡି ହେଇଯିବ ରାଇଟ। ଏଠି ଉନ୍ ଯୁକ୍ତ ନତି ହବ ନାହିଁ। ଠିକ ଅଛି। ଯୋଉ ଭଳିଆ ଜଗନ୍ନାଥ, ଜଗନ୍ନାଥଙ୍କର କଣ ହବ? ନା ଜଗତ ଯୁକ୍ତ ନାଥ ହେଲା। ସେଇଭଳିଆ ଉନ୍ନତିର ଉତ୍ ଯୁକ୍ତ ନତି, ତ ଆସିବ ଏଠି। ଜଗନ ଯୁକ୍ତ ନାଥ ହେଲାନି କିମ୍ବା ଉନ୍ ଯୁକ୍ତ ନତି ନୁହଁ, ଏଟା ଉତ୍ ଯୁକ୍ତ ନତି, ଏଟା ଜଗତ ଯୁକ୍ତ ନାଥ, ଜଗନ୍ନାଥ। ଠିକ ଅଛି। 8 ନମ୍ବର କ୍ୱେଶ୍ଚନ କୁ ଯିବା। କେଉଁ ଉପସର୍ଗଟି ସ୍ୱତନ୍ତ୍ର ପଦ ରୂପେ ବାକ୍ୟରେ ବ୍ୟବହୃତ ହୁଏ? ଉପସର୍ଗ ଆମର 20ଟା। ତା ପୂର୍ବରୁ ମାନେ ସବୁଗୁଡି କଣ ପୂର୍ବର ପଦର ପୂର୍ବରେ ବ୍ୟବହୃତ ହୁଅନ୍ତି, କିନ୍ତୁ ସ୍ୱତନ୍ତ୍ର ରୂପେ ବ୍ୟବହୃତ ହୁଅନ୍ତି। ଆମର 4ଟି ଅଛି ଉପସର୍ଗ, ଅତି, ପ୍ରତି, ପରି, ପରା। ୟା ଭିତରୁ ଅପସନ ଏ ରେ ଅଛି ପରା। ଏକ୍ସାମ୍ପଲ କଣ ହବ? ତୁମେ ପରା କହୁଥିଲ କାଲି ଆସିବ ବୋଲି। ଅତି ହବ ଅତି ଲେମ୍ବୁ ଚିପୁଡିଲେ ପିତା। ପ୍ରତି ପିଲା 20 ଟଙ୍କା ଲେଖାଏ ଦିଅ। ତୁମ ପରି ଲୋକ ନାହିଁ। ବୁଝି ହେଲା? ଏକ୍ସାମ୍ପଲ ସହ କହିଲି କେମିତି ସ୍ୱତନ୍ତ୍ର ରୂପେ ହଉଛି। ସ୍ୱତନ୍ତ୍ର ରୂପେ ମାନେ ତା ସହିତ ଲାଗିକି କୌଣସି ପଦ ନ ରହିଲେ ବି ଚଳିବ। ସେମାନେ ପଦ ପୂର୍ବରୁ ବି ବ୍ୟବହୃତ ହୁଅନ୍ତି। ତାଙ୍କର ସ୍ପେଶାଲିଟି ହେଲା ଏଇ ଯୋଉ 4ଟି ପଦ ମାନେ ଉପସର୍ଗ, ଇଏ ସ୍ୱତନ୍ତ୍ର ରୂପେ ବି ବ୍ୟବହୃତ ହୁଅନ୍ତି। ଅନ୍ୟ କୌଣସି ଉପସର୍ଗ ବାକ୍ୟରେ ସ୍ୱତନ୍ତ୍ର ରୂପେ ବ୍ୟବହୃତ ହୁଏ ନାହିଁ। ଯୋଉଟା ଅନୁକରଣ, କାହା ପୂର୍ବରୁ ଲାଗିଲା, ଇଏ ସ୍ୱତନ୍ତ୍ର ନୁହଁ। ଯୋଉଟା ସ୍ୱତନ୍ତ୍ର ନୁହଁ, ଅବବି ନୁହଁ, କେବଳ ଏଇ 4ଟି। ଏଇ 4ଟିରୁ ଆମର ଅପସନ ଏ ରେ ଅଛି ପରା, ତ ରାଇଟ ଆନ୍ସର ହେଇଗଲା ଅପସନ ଏ। ତାପରେ 19 ନମ୍ବର କ୍ୱେଶ୍ଚନ, ମହିଷୀର ପୁଲ୍ଲିଙ୍ଗବାଚକ ଶବ୍ଦଟି ଲେଖ। ତାହେଲେ ମହିଷୀଟି ହେଲା ଏଠି ସ୍ତ୍ରୀଲିଙ୍ଗ, ତାର ପୁଲ୍ଲିଙ୍ଗ କଣ ହବ? ମହିଷା ହବ ନା ମହିଷୀ ତ ହବନି, ବି ତ ହବନି, ନା ମହିଷାଣ, ନା ମହିଷା, ନା ମହିଷ। ଏଇଟି ବି ଇମ୍ପୋର୍ଟାଣ୍ଟ। ଏଠି ମହିଷା ହବ ନାହିଁ, ମହିଷ ହବ। ଯୋଉଟା ଷୋଡଶୀର ଷୋଡଶ, ସେଗୁଡା ମହିଷୀର ମହିଷ। ଓକେ, ଅପସନ ସି ହେଇଗଲା ରାଇଟ ଆନ୍ସର। ତାପରେ 20 ନମ୍ବର କ୍ୱେଶ୍ଚନ, ଉଦିଚିର ବିପରୀତ ଶବ୍ଦ ଲେଖ। ଅପସନ ଅଛି ପ୍ରତୀଚି, ଅବାଚି, ଅଦିଚି, ଉପବାଚି। ସବୁ କନଫ୍ୟୁଜନ ଭଳିଆ ଲାଗୁଛି ନା? ଯଦି ପ୍ରାକ୍ଟିସ ନ କରିବେ ୟାର ରାଇଟ ଆନ୍ସର କେମିତି ଜାଣିବେ ଏକ୍ସାମ ରେ? ଠିକ ଅଛି। ଉଦିଚିର କଣ ହବ ନା ଉଦିଚିର ହେଇଯିବ ଅବାଚି। ଅପସନ ବି ହେଇଗଲା ରାଇଟ ଆନ୍ସର। ଏଠି ପ୍ରତୀଚି ହବ ନାହିଁ, ଅଦିଚି ନୁହଁ, ଅବାଚି ନୁହଁ, ଉଦିଚିର ହେଇଗଲା ଅବାଚି। ଓକେ, ଆମର ସରିଗଲା ଆଜିର ଏଇ ପ୍ରାକ୍ଟିସ ସେଟଟି। ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟରେ ଜଣେଇବେ। ଦେଖନ୍ତୁ, ଯଦି ଡାଉଟ ଆସୁଛି କମେଣ୍ଟ କରନ୍ତୁ। ଭିଡିଓ କେମିତି ଲାଗିଲା ବି ଆମକୁ କମେଣ୍ଟରେ ଜଣାନ୍ତୁ। ଯଦି କିଛି ଇମ୍ପ୍ରୁଭମେଣ୍ଟ ଚାହୁଁଛନ୍ତି ଆମକୁ କମେଣ୍ଟରେ ଜଣେଇଲେ ଆମେ ନେକ୍ସଟ ସବୁ ଭିଡିଓକୁ ଆପଣଙ୍କ ଅନୁସାରେ ଆଣିବୁ। ଆଉ କମେଣ୍ଟ ତ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବେ, ଲାଇକ୍ କରିବେ। ଯଦି ପ୍ରଥମ ଥର ପାଇଁ ଆସୁଛନ୍ତି ଆମ ନୋଟିଫିକେସନ ପାଇବା ପାଇଁ ଭିଡିଓ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ। ଧନ୍ୟବାଦ।